साठे परिचय देवे ମୁଁ ହେଉଛି ଆଡ଼ଭୋକେଟ୍ ଗଦାଧର ସାହୁ କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ତରଫରୁ ସମ୍ପାଦକ ପ୍ରାର୍ଥୀ ରୂପେ ଅବତୀର୍ଣ୍ଣ ହୋଇଅଛି। सर आपण बर्तमान संपादक प्रार्थी कि पूर्व जी संपादक थे जहाँ अभियोग आसूची बहुत दुर्नीति होती वकिल मान पैसा भी खाई जाती आपड़ सर जितला यार तदंत करेंगे ମୁଁ ତ ଏଇ ପ୍ରତିଶ୍ରୁତି ଆପଣଙ୍କ ମିଡ଼ିଆ ମାଧ୍ୟମରେ ସମସ୍ତ ଆଇନଜୀବୀ କି ପ୍ରତିଶ୍ରୁତି ଦେଉଛି ଯଦି ମୁଁ ନିର୍ବାଚନରେ ଜିତେ ତାହେଲେ ସର୍ବପ୍ରଥମେ ମୁଁ ଆର ତଦନ୍ତ ଦାୟିତ୍ୱ ହାଇକୋର୍ଟରୁ ଡାଇରେକ୍ସନ୍ ଦେବି ଏବଂ ମୁଁ ପିଟିସନ୍ ତିଆରି କରିବି ଯେଉଁ WPC ପିଟିସନରେ ମୁଁ ନିଜେ ପିଟିସନର ହେବି ଏବଂ ମାନ୍ୟବର ଅଦାଲତଙ୍କୁ ପ୍ରାର୍ଥନା କରିବି ଯେ ଯେଉଁମାନେ ଏ ଘୋଟାଲାରେ ସମ୍ପୃକ୍ତ ଅଛନ୍ତି ତାକୁ ତଦନ୍ତଭୁକ୍ତ କରାଯାଉ ଏବଂ ଯେଉଁମାନେ ତଦନ୍ତ ଦୁର୍ନୀତି କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ। ଏ ହେଉଛି ସର୍ବପ୍ରଥମ ମଟୋ ମୋର ରହିବ ଏବଂ ଦ୍ୱିତୀୟ କଥା ହେଉଛି ଏ ଯେଉଁ ଦୁର୍ନୀତି ହେଇଛି ଦୁର୍ନୀତିରେ ମୋର ମଧ୍ୟ ପଇସା ଘୋଟାଲା ହେଇଛି ମୁଁ ବି ମଧ୍ୟ ଏଥିରେ ଗୋଟେ ଅଂଶ ବା ଗୋଟେ ପକ୍ଷ ବୋଲି ଧରାଯିବ। ତେଣୁକରି ଆମେ ଯେଉଁ ୱେଲଫେୟାର ଫଣ୍ଡ କରିଥିଲୁ କ୍ରିମିନାଲ କୋର୍ଟସ୍ ବାର୍ ହାଇକୋର୍ଟ ଯେଉଁ ବାର୍ କାଉନସିଲ୍ ଯେଉଁ କଟକ ବାର୍ ଏବଂ MB ଏବଂ ବୋର୍ଡ଼ ଅଫ୍ ରେଭିନ୍ୟୁ ଚାରିଟି ବାର୍ ମିଶିକି ଆମେ କରିଥିଲୁ ଯେଉଁମାନେ ଅସୁବିଧାରେ ପଡ଼ିବେ ଯେଉଁ ଆଇନଜୀବୀ ସେମାନଙ୍କୁ 10ରୁ 20-30 ପର୍ଯ୍ୟନ୍ତ ଆମେ ତାଙ୍କୁ ଆର୍ଥିକ ସାହାଯ୍ୟ କରିବୁ। ଏଇ ଯେଉଁ କାର୍ଯ୍ୟକ୍ରମରେ ଯେଉଁମାନେ ବାଧା ସୃଷ୍ଟି କରିଛନ୍ତି ନିଶ୍ଚିନ୍ତ ଭାବରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସର୍ବପ୍ରଥମେ ନିଆଯିବ। सर कटक हाइकोर्ट ହେଉଛି ଆଇନର ପରୀକ୍ଷାଗାର ସାରା ଓଡ଼ିଶାର ଆଇନଜୀବୀ ମାନେ ଏଇ ଇଲେକ୍ସନକୁ ଅପେକ୍ଷା କରିଥାନ୍ତି କାରଣ ଯିଏ ବି ଏଠି ଜିତନ୍ତି ସେମାନେ ସାରା ଓଡ଼ିଶାର ଲୟର ମାନଙ୍କ କଥା ଚିନ୍ତା କରନ୍ତି। ଆପଣ ଯେତେବେଳେ ଜିତିବେ କ'ଣ କରିବେ ସେ ସାରା ଓଡ଼ିଶାର ଆଇନ ଜଗତ ପାଇଁ ବା ଆଡ଼ଭୋକେଟ୍ ମାନଙ୍କ ପାଇଁ କ'ଣ କରିବା ପାଇଁ? ନା ଆମେ ବର୍ତ୍ତମାନ ସର୍ବପ୍ରଥମେ ମୋର ଗୋଟେ ଇଚ୍ଛା ଅଛି ଯେ ଆମର ସମସ୍ତଙ୍କ ଆଇନଜୀବୀ ପାଇଁ ଗୋଟେ ଇନ୍ସୁରାନ୍ସ କରାଯାଉ କାରଣ ଆମର ଆଇନଜୀବୀମାନଙ୍କ ଉପରେ ଏତେ ଦୁଃଖ କଷ୍ଟରେ ଥିଲେ ମଧ୍ୟ ବହୁତ ଭଲରେ ଅଛନ୍ତି କିନ୍ତୁ ଇନ୍ସୁରାନ୍ସ କରାଯାଉ ସମସ୍ତଙ୍କ ପାଇଁ 5 ଲକ୍ଷ ଟଙ୍କା ଏବଂ ମହିଳା ଆଇନଜୀବୀମାନଙ୍କ 10 ଲକ୍ଷ ଟଙ୍କା ସର୍ବପ୍ରଥମ ଦାବିପତ୍ର ମୁଁ ଆଇନଜୀବୀଙ୍କ ତରଫରୁ ମୁଁ ନିଶ୍ଚୟ ସରକାରଙ୍କ ପାଖରେ ଉପସ୍ଥାପନା କରିବି ହେଉଛି ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଯେଉଁ ଘୋଟାଲା ହେଇଛି ତାରି ବିରୁଦ୍ଧରେ ମୁଁ ଆଇନର ଆଶ୍ରୟ ନେବି ଏବଂ ତାରି ବିରୁଦ୍ଧରେ ତଦନ୍ତ କରିବାକୁ ନିଶ୍ଚିତ ଭାବରେ ପ୍ରାର୍ଥନା କରିବି। ଦ୍ୱିତୀୟ କଥା ହେଉଛି ଆମ କ୍ରିମିନାଲ କୋର୍ଟସ୍ ବାର୍ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ମୁଁ ନିଶ୍ଚିନ୍ତ ଶପଥ ନେଉଛି ଏବଂ ଏଇ ଶପଥ ଦେଉଛି ଏବଂ ଲୋକମାନଙ୍କର ଅଙ୍ଗୀକାର କରୁଛି ମୁଁ ଜିତିଲା ପରେ ଯଦି ନ କରିବି ମୋ ବିରୁଦ୍ଧରେ ସେମାନେ ଆକ୍ସନ୍ ନେଇପାରିବେ। ଧନ୍ୟବାଦ। ପରିଚୟ ଦେବେ? सुभाषिष पट्टनायक एडवोकेट। କ'ଣ କହିବେ ଭାଇ ଆମର ବର୍ତ୍ତମାନ ସେକ୍ରେଟାରୀ ପଦରେ କ'ଣ କହିବେ? ନାଇଁ ଆମେ ତ उत्सुक अच्छु गदाधर साहू सेक्रेटरी प्रार्थी चयन होती आमर उत्सुक अच्छु किंतु गोटे दुखर विषय जे आमर आमर 4टा बार क्रिमिनाल कोर्ट्स बार एसोसिएशन बोर्ड ऑफ रेवेन्यू बार एसोसिएशन मोटर व्हीकल बार एसोसिएशन आउ कटक बार एसोसिएशन मिसिकी गोटे CCMB फंड करते जार घोटाला 40-42 लाख टका होती तार बर्तमान उपयुक्त तदंत हो पारुनी किए कौ बाटे कौन करी कौन ना किए कौ बाटे घोटाला कर तार उपयुक्त तदंत होनी किंबा प्रकृत दोषी किए सामना को आसुना आमे बर्तमान चाहूँ जे प्रकृत दोषी सामना को आसतु ए इलेक्शन में मातंतु इलेक्शन में लड़तु किसी मना ना किंतु वकिलों पैसा जो मैंने खाई कहीं एम लोकलोचन न आणिकी बुलूँ आईन को हाथ को नौना कि आईन को कौन जिनस सहयोग करूना तेणु जो मैंने सेक्रेटरी मैंने जितुंट कि प्रेसिडेंट मैंने जितुंट आमको अनुरोध करुँ से मैंने ये जो घोटाला होती तार तदंत करा उपयुक्त तदंत करा दोषी विरुद्ध में दृढ़ कार्यानुष्ठान ग्रहण करा परिचय देवे? ମୁଁ ଶୁଭେନ୍ଦୁ ମହାନ୍ତି। କ'ଣ କହିବେ ଆପଣଙ୍କର ବନ୍ଧୁ ବର୍ତ୍ତମାନ ନିର୍ବାଚନର ଅବତୀର୍ଣ୍ଣ? ଶୁଣନ୍ତୁ ପ୍ରତିବର୍ଷ ଇଏ ଗୋଟେ ଚିରାଚରିତ ଢଙ୍ଗ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଚଳିତ 28 ତାରିଖରେ ସମସ୍ତ ବାର୍ର ନିର୍ବାଚନ ହେଉଛି। କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ କଟକର ମଧ୍ୟ ନିର୍ବାଚନ ହେଉଛି ଯେଉଁଥିରେ ଗଦାଧର ସାହୁ ଆମର ଆଇନଜୀବୀ ତାଙ୍କର ଯେଉଁ ମତ ରଖିଲେ CCMB ବାବଦରେ ଆଉ ଆମର ବଡ଼ ଭାଇ ଆଡ଼ଭୋକେଟ୍ ସୁଭାଷିଷ ପଟ୍ଟନାୟକ ମଧ୍ୟ ତାଙ୍କ ମତ ରଖିଛନ୍ତି। ଓକିଲମାନଙ୍କର ଭବିଷ୍ୟତ ଟଙ୍କାକୁ ଯେଉଁମାନେ ହଡ଼ପ କରିଛନ୍ତି ଜଣେ ଝିଅ ମଧ୍ୟ କାରାଗାରରେ ଅଛି ଯିଏ ଏଠି ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିଲା। ମୁଁ ଆପଣଙ୍କୁ ସ୍ପଷ୍ଟ ଭାବରେ କହିବା ପାଇଁ ଚାହୁଁଛି ନିର୍ବାଚନ ଲଢ଼ନ୍ତୁ ଜିତନ୍ତୁ କିନ୍ତୁ ଆମେ ନିର୍ବାଚନ କ'ଣ ପାଇଁ ଲଢ଼ୁଛେ ଆମେ ବାର୍ର ସର୍ବାଙ୍ଗୀନ ଉନ୍ନତି ପାଇଁ କେମିତି ଡେଭଲପମେଣ୍ଟ ହେବ ଆମେ ଯଦି ନିର୍ବାଚନ ବାରମ୍ବାର ଜିତିବା ଓକିଲମାନଙ୍କର ଯେତେବେଳେ ଦୁଃଖ ଆସିବ CCMB ଫଣ୍ଡ ଯେତେବେଳେ ହରିଲୁଟ୍ ହେଉଛି ଆମେ କିଛି ଲୋକ ସ୍ୱର ଉତ୍ତୋଳନ କରିବା ଆଉ କିଛି ଲୋକ ଘଣ୍ଟ ଘୋଡ଼େଇବା ଏ ସମସ୍ୟାରୁ ସେମାନେ ଦୂରେଇ ରହିବା ଉଚିତ।
ଆଉ CCMB ଘଟଣାରେ ଯେଉଁମାନେ ସମ୍ପୃକ୍ତ ଖାଲି ସେ ଝିଅଟି ପଇସା ଏକୁଟିଆ ଖାଇ ଦେଇନି ଯେଉଁମାନେ ଓକିଲମାନଙ୍କର ଭୋଟ୍ ନେଇକିନି ସେଠି ବାରମ୍ ଥିଲେ ସେମାନେ ବାରରୁ କେତେ ଟଙ୍କା ନେଇଛନ୍ତି କେତେ ଟଙ୍କା ଡିପୋଜିଟ୍ କରିଛନ୍ତି ସେ କଥା ମଧ୍ୟ 16 ମସିହା ପରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଅଛି ତେଣୁ ଇଏ ଗୋଟେ କ୍ରାଇମ୍ରେ ଯେଉଁମାନେ ଓକିଲମାନଙ୍କର ପଇସା ଖାଇକିନି ଲୁଚିକିରି ବସିଛନ୍ତି ବାରମ୍ବାର ନିର୍ବାଚନ ମଧ୍ୟ ଲଢ଼ୁଛନ୍ତି କିନ୍ତୁ ଏ କଥା ଯେତେବେଳେ ଓକିଲଙ୍କର ସମସ୍ୟା ହେଉଛି ସେତେବେଳେ ଚୁପ୍ ରହୁଛନ୍ତି ଏ କଥାକୁ ଆମେ ମଧ୍ୟ ନାପସନ୍ଦ କରୁଛୁ CCMB ଘଟଣାର ତଦନ୍ତ ହେବା ଦରକାର ଆହୁରି ଯେଉଁମାନେ କଲପ୍ରିଟ୍ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବା ଦରକାର।